ଚୋରାବନ୍ଦ ଗାଁରେ ଗୋଟେ ଘଟଣା ହେଇଛି। ଏ ଘଟଣାରେ ଆମକୁ ଦେଖବାର୍କେ ଯେଉଁଭଳି ମାନବ ସମାଜରେ ଜନ୍ମ ନେଲେ ସମାଜରେ ଯିଏ ବି ଯେକୌଣସି ଜାତି ବି ତାର ମୌଳିକ ଅଧିକାର ଅଛି ସେ ସମାଜର ସେବା କରିବା, ସମାଜରେ ଲୋକଙ୍କୁ ନିଃସହାୟ ଲୋକଙ୍କୁ ସହାୟ କରିବା, ଝିଅ ପ୍ରତି ଦୟା କରିବା। କିନ୍ତୁ ଗୋଟେ ଅସହାୟ ଝିଅ ପ୍ରତି ଯେଉଁ ଭଳିଆ ଦୁର୍ବ୍ୟବହାର କରାଯାଉଛି, ଆମେ ଚାହୁଁଛୁ ତାର ଉଚିତ ତଦନ୍ତ କରାଯାଉ ଆଉ ଦୋଷୀକୁ କଠୋର ଦଣ୍ଡ ଦିଆଯାଉ। ଏଭଳି ଲୋକକୁ ସମାଜରେ ବଞ୍ଚବାର ଅଧିକାର ନାହିଁ। ସମାଜ ପ୍ରତି ସବୁବେଳେ ନାରୀକୁ ସମ୍ମାନ ଦେବାର କଥା। ମାଆକୁ ସମ୍ମାନ ଦେଲେ ସମାଜ ସୁରକ୍ଷିତ ରହିବ। ଆମେ ମଧ୍ୟ ଯେ ଅଞ୍ଚଳବାସୀଙ୍କର ପାଖରେ ମୋର ଅନୁରୋଧ, ସବୁବେଳେ ନିଃସହାୟ ଲୋକଙ୍କୁ ଏବଂ ଜଣେ ମାନବ ସମାଜର ଅଧିକାର ପାଇଥିବା ମାନବକୁ ଆମେ ସବୁବେଳେ ସେବା କରି ଆସୁଛୁ। ସେବା କରିବା କଥା, ସବୁବେଳେ ସହାୟ ହେବା କଥା, ସମସ୍ତେ ଜାଣି ରଖିବା କଥା କି ଏମିତି ଦୁର୍ବ୍ୟବହାର ଯାହା ଦୁଃଖ ପ୍ରକାଶ କରୁଛି। ନିଶ୍ଚିତ ଭାବରେ ସେ ଜଣେ ମାନବ ସମାଜର ବ୍ୟକ୍ତି, ଆଉ ସେ ଝିଅ ଅସହାୟ ଅଛି ଏଇଟା ତ ଏଇ କଥା ବୋଲି ନୁହଁ। ତାଙ୍କର ମୌଳିକ ଅଧିକାର ସେ ପାଇବା କଥା। ପ୍ରଶାସନ ପାଖରେ ଆମେ ବହୁମୁଣ୍ଡା ବିଜୟଙ୍କର ପାଖରେ ଏ କଥାକୁ ଜଣାବୁ, ତାଙ୍କୁ ମଧ୍ୟ ତଦନ୍ତ କରାବୁ। ସେ ତାଙ୍କର ରାସନ କାର୍ଡ଼ ଯଦି ନାହିଁ ପାଇଥିବେ, ରାସନ କାର୍ଡ଼ ପାଇବାର ଯୋଗ୍ୟ ଅଛନ୍ତି, ସୁଭଦ୍ରା ଯୋଜନାରେ ଯଦି ସେ ଅନ୍ତର୍ଭୁକ୍ତ ନେଇ ହେଇ ସେଟା ବି ହେଇପାରିବେ ଏବଂ ତାଙ୍କର ଘର ଦ୍ୱାରର ବିଭିନ୍ନ ଅଧିକାର ଉପରେ ସରକାରୀ ଅଧିକାର ଯାହା ପାଇବାର କଥା ସେ ନିଶ୍ଚିତ ଭାବରେ ଯେତେ ପାଇଛନ୍ ଆଉ ଯେନ୍ଟା ନେଇ ପାଇବାର ସେ ସବୁ ପାଇବାର ଲାଗି ଆମେ ନିଷ୍ପତ୍ତି ନେଉଛୁ। ପ୍ରଶାସନ ସାଙ୍ଗରେ କଥା ହେଇକି ତୁରନ୍ତ ପଦକ୍ଷେପ ନିଆଯିବା, ତାଙ୍କର ଅଧିକାର ତାଙ୍କୁ ଦିଆଯିବ।